ପ୍ରିୟ ଆତ୍ମନ୍ ମୁନି ସମାଜର ଶୁଦ୍ଧ ଯୋଗ ସଙ୍ଗରେ ଯେଉଁ ଯୋଗ ବ୍ୟାୟାମ ହୁଏ ତାହା ସରଳ, ସ୍ୱାଭାବିକ, ପ୍ରାକୃତିକ, ଲାଭଦାୟକ ଏବଂ ଆୟୁର୍ବେଦ୍ଧକ ହେବା ସଙ୍ଗେ ସଙ୍ଗେ ନିରାପଦ ମଧ୍ୟ। ଆଉ ଅନ୍ୟ ଯେତେ ବ୍ୟାୟାମ ରହିଛି କୌଣସିଟି ନିରାପଦ ନୁହେଁ। କୁସ୍ତିର ବ୍ୟାୟାମ କରୁଥିବା ଏପରି ମନୁଷ୍ୟ ଦେଖାଯାଇନାହିଁ ଯାହାକୁ କି ବର୍ଷରେ 2-3 ଥର ଆଘାତ ନ ଲାଗିଛି। ଫୁଟବଲ ଏବଂ କ୍ରିକେଟ ଖେଳୁଥିବା ଲୋକେ ମଧ୍ୟ ସଦାସର୍ବଦା ଆହତ ହେବାର ଦେଖାଯାଆନ୍ତି। ସନ୍ତରଣକାରୀ ବୁଡ଼ିଯିବାର ଶୁଣାଯାଇଛି ଏବଂ ଅନ୍ୟ ଖେଳ ଖେଳୁଥିବା ଲୋକ ମଧ୍ୟ ସଦାସର୍ବଦା ପଡ଼ିଯାଇଥିବାର ଶୁଣାଯାଏ। ଗଛରେ ଚଢ଼ିବାର ଅଭ୍ୟାସ କରୁଥିବା ଲୋକେ ଏବଂ ଜିମ୍ନାଷ୍ଟିକ୍ କରୁଥିବା ଲୋକେ ପଡ଼ି ମରିଯିବାର ଶୁଣାଯାଇଛି। କୁସ୍ତି ଇତ୍ୟାଦି ସମସ୍ତ ବ୍ୟାୟାମ ଏବଂ ଖେଳ ଏପରି ଯେ ସେଥିରେ ଆହତ ଖାଇ ଅନେକ ଲୋକ ମରିଯାଉଥିବାର ଶୁଣାଯାଇଥାଏ। ମାତ୍ର ମୁନି ସମାଜର ଯୋଗ ବ୍ୟାୟାମ ସବୁବେଳେ ନିରାପଦ। ଏହି ବ୍ୟାୟାମ ସବୁ ସମୟ ପାଇଁ ବିପଦମୁକ୍ତ। ଏହାଦ୍ୱାରା କାହାରିକୁ କୌଣସି ପ୍ରକାର କ୍ଷତି ସହିବାକୁ ପଡ଼େ ନାହିଁ, କୌଣସି ଆଘାତ ମଧ୍ୟ ଲାଗେ ନାହିଁ। ଏହାର ସାଧନରେ ଭୁଲ ହୋଇଗଲେ କୌଣସି ବିଶେଷ ଲାଭ ନହେଲେ ବି କ୍ଷତି ମଧ୍ୟ କୌଣସି ଅବସ୍ଥାରେ ହେବ ନାହିଁ। ନିୟମ ପୂର୍ବକ ଠିକ୍ ନ କଲେ ମଧ୍ୟ କାହାରିକୁ କୌଣସି କଷ୍ଟ ହୁଏ ନାହିଁ ବା କୌଣସି ପ୍ରକାରର କ୍ଷତି ମଧ୍ୟ ହୁଏ ନାହିଁ। ନିୟମ ପୂର୍ବକ ଠିକ୍ ସାଧନ ନ କଲେ ଏତିକି ହେବ ଯେ ଏ ସାଧନରୁ ସାଧକ ପୂର୍ଣ୍ଣ ଲାଭ ଉଠାଇ ପାରିବ ନାହିଁ। ଆଉ ସବୁଠାରୁ ବଡ଼ କଥା ହେଲା ଏହା ଏତେ ସରଳ ଯେ ଏହାକୁ ବାଳକ ବୃଦ୍ଧ, ଯୁବକ ରୋଗୀ ନିରୋଗୀ, ନିର୍ବଳ ବଳବାନ, ସ୍ତ୍ରୀ ପୁରୁଷ ଏବଂ ଧନୀ ଦରିଦ୍ର ସମସ୍ତେ କରିପାରିବେ। ଏ ସାଧନ କରିବା ପାଇଁ ଡମ୍ବଲ, ମୁଗୁଦର, ଠେଙ୍ଗା କୌଣସି ମୂଲ୍ୟବାନ ପଦାର୍ଥର ମଧ୍ୟ ଦରକାର ନାହିଁ। ସ୍ଥାନ ବିଶେଷର ମଧ୍ୟ ଆବଶ୍ୟକତା ପଡ଼େ ନାହିଁ। ଯେଉଁଠାରେ ଆପଣ ରହିବେ ସେଠାରେ ଅତି କମ୍ରେ ଆପଣଙ୍କ ଶରୀର ତ ନିଶ୍ଚୟ ରହିବ। ବାସ୍, ଏ ସାଧନ ପାଇଁ ଆଉ କୌଣସି ବସ୍ତୁର ଆବଶ୍ୟକତା ନାହିଁ। ଏ ସାଧନରେ କୌଣସି ପ୍ରକାରରେ ମଧ୍ୟ ପ୍ରାଣର ଗତିକୁ ରୁଦ୍ଧ କରିବାର ଆବଶ୍ୟକତା ପଡ଼େ ନାହିଁ, ଯାହା ଅତି କ୍ଷତିକାରକ। ମୁନି ସମାଜରେ ହଠଯୋଗର ସାଧନ ନାହିଁ। ମୁନି ସମାଜ ଲୋକଙ୍କୁ କେବଳ ବାଚକ ଜ୍ଞାନୀ ବା ବଚନ ବେଦାନ୍ତୀ କରି ଗଢ଼େ ନାହିଁ। ମୁନି ସମାଜ ଲୋକଙ୍କୁ ଭିକମଗା ନ କରି ଆଦର୍ଶ ଗୃହସ୍ଥ କରିଥାଏ। ମୁନି ସମାଜ ଜଟା ରଖି କଫ୍ନି ପିନ୍ଧି କେବଳ ବସି ରହିବାକୁ କୁହେ ନାହିଁ। ମୁନି ସମାଜ ସମସ୍ତଙ୍କୁ କର୍ମବୀର କରେ, କେବଳ ବଚନରେ ନୁହେଁ, ଶରୀରରେ, ମନରେ, ଅନ୍ତରାତ୍ମାରେ। କର୍ମବୀର ହେବା ପାଇଁ, ମୁକ୍ତି ପାଇବା ପାଇଁ ଏବଂ ସର୍ବଦା ପ୍ରସନ୍ନ ରହିବା ପାଇଁ ପୁଷ୍ଟ, ନିରୋଗ ଏବଂ ନିର୍ବିକାର ଶରୀର ଦରକାର। ଏହା ମୁନି ସମାଜର ସାଧନରେ ଯେତେ ହେବ ସେତେ ଅନ୍ୟ କୌଣସି ସାଧନରେ ହେବ ନାହିଁ। ସଂସାରରେ ବିଜୟୀ, ସଫଳ, ସାମର୍ଥ୍ୟବାନ, ସୁଖୀ, ପ୍ରତାପୀ ଏବଂ ମୁକ୍ତ ହେବା ପାଇଁ ନିରୋଗ, ନିର୍ବିକାର, ଶାନ୍ତ, ପୁଷ୍ଟ, ତୀକ୍ଷ୍ଣ ଏବଂ ଉଚ୍ଚ ଶ୍ରେଣୀର ମସ୍ତିଷ୍କ ଏବଂ ବୁଦ୍ଧି ଦରକାର, ଯାହା ମୁନି ସମାଜର ସାଧନ ଦ୍ୱାରା ମିଳିପାରେ। ମୁନି ସମାଜର ସାଧନ ଯେତେବେଳେ ଆପଣଙ୍କୁ ଶିକ୍ଷା ଦିଆଯିବ ଏବଂ ବୁଝାଇ ଦିଆଯିବ ସେତେବେଳେ ଆପଣ ସ୍ୱୟଂ ଏକଥାକୁ ସ୍ୱୀକାର କରିବେ। ମୁନି ସମାଜ କେବଳ ପରଲୋକ ସୁଧାରିବା ପାଇଁ ନୁହେଁ, ପରଲୋକ ତ ଅନ୍ୟର ଲୋକ। ବର୍ତ୍ତମାନ ନିଜର ଏହି ଲୋକକୁ ଠିକ୍ କରି ନିଅନ୍ତୁ, ତାପରେ ପରଲୋକ ସୁଧାରିବାର ସ୍ୱପ୍ନ ଦେଖନ୍ତୁ। ମୁନି ସମାଜ କେବଳ ଆଖି ବନ୍ଦ କରି ଜଡ଼ ସମାଧିରେ ବସି ରହିବାକୁ ଶିଖାଏ ନାହିଁ। ମୁନି ସମାଜ ଶିଷ୍ୟମାନଙ୍କୁ କେବଳ ଗୁରୁ ସେବା ମଧ୍ୟ ଶିଖାଏ ନାହିଁ। ମୁନି ସମାଜ ଆପଣଙ୍କୁ ପ୍ରକୃତ ମନୁଷ୍ୟରେ ପରିଣତ କରେ, ପ୍ରକୃତ ନର ତିଆରି କରେ। ଯେଉଁ ପ୍ରକୃତ ନରକୁ ସତ୍ୟନାରାୟଣ ମଧ୍ୟ କୁହନ୍ତି। ମୁନି ସମାଜକୁ ଆସିବା ସଙ୍ଗେ ସଙ୍ଗେ ଆପଣଙ୍କର ଉଦାସୀନତା ଚାଲିଯାଏ। ଆପଣ ମୁନି ସମାଜକୁ ଆସିବା ସଙ୍ଗେ ସଙ୍ଗେ ମଥା ଉଚ୍ଚ କରି ଚାଲିବାକୁ ଲାଗିବେ। ଆପଣଙ୍କ ମଧ୍ୟରୁ ଦାସତ୍ୱର ଭାବ ଚାଲିଯିବ। ଆପଣ ମୁନି ହେବା ସଙ୍ଗେ ସଙ୍ଗେ ଉତ୍ସାହ, ପ୍ରସନ୍ନତା ଏବଂ ଆନନ୍ଦରେ ପୂରି ଉଠିବେ। ଏସବୁ ଆପଣ ଆପଣଙ୍କର ସାଧନର ଭରସାରୁ ପାଇବେ, ଈଶ୍ୱରଙ୍କ ଆଶୀର୍ବାଦରୁ ବା ଭରସାରୁ ନୁହେଁ। ମୁନି ସମାଜର ସାଧନ ସହିତ ଖାଇବା ପିଇବାର ନିୟମ ମଧ୍ୟ ବହୁତ ସ୍ୱାଭାବିକ, ପ୍ରାକୃତିକ ଏବଂ ସରଳ। ଯେତେବେଳେ ଭୋକ ଲାଗିବ ଆପଣ ଭୋଜନ କରନ୍ତୁ। ଯେତିକି ଭୋକ ଲାଗିବ ସେତିକି ଭୋଜନ କରନ୍ତୁ। ଯେଉଁ ପଦାର୍ଥକୁ ଆପଣଙ୍କ ଅନ୍ତରାତ୍ମା ସ୍ୱାଭାବିକ ରୂପରେ ମାଗିବ ସେହି ପଦାର୍ଥକୁ ଭୋଜନ କରନ୍ତୁ। ଆତ୍ମାର ବିରୁଦ୍ଧରେ
କିଛି କରନ୍ତୁ ନାହିଁ। ଆପଣଙ୍କର ପଥ ପ୍ରଦର୍ଶକ ଆପଣଙ୍କ ଭିତରେ ବସିଛି। ଏହା ହିଁ ମୁନି ସମାଜର ଉପଦେଶ। ଆଜି ଏ ସାଧନକୁ ମୁନି ସମାଜର ହଜାର ହଜାର ଲୋକ ପରୀକ୍ଷା କରିଛନ୍ତି। ସମସ୍ତଙ୍କୁ ସେମାନଙ୍କ ସାଧନ କ୍ରମ ଅନୁସାରେ ଲାଭ ମିଳିଛି। କାହାରି ଏ ସାଧନା ଦ୍ୱାରା କ୍ଷତି ହୋଇନାହିଁ। ମୁନି ସମାଜ ଏହା କହୁନାହିଁ ଯେ ଏ ଯୋଗ କରୁଥିବା ଲୋକ ଏପରି ହୋଇଯିବେ ଯେ ତାହାର ଶରୀରକୁ ଅଗ୍ନି ଜଳାଇ ପାରିବ ନାହିଁ। ଲୋକ କହନ୍ତି ଯେ ଯୋଗୀମାନଙ୍କର ସ୍ପର୍ଶରେ ଅଗ୍ନି ଥଣ୍ଡା ହୋଇଯାଏ। ତାହାର ଶରୀରକୁ ଜଳାଇବ କ'ଣ? ଯଦି ଏପରି ହେବ ତ ଯୋଗୀର ଦୁଃଖ ଶେଷ ହେବ ନାହିଁ। ସମସ୍ତେ ଗରମ ଦୁଧ ପିଇବେ, ମାତ୍ର ଯୋଗୀ ପାଖକୁ ଗରମ ଦୁଧ ଏବଂ ଗରମ ଚା ପହଞ୍ଚି ଥଣ୍ଡା ହୋଇଯିବ। ଗରମ ଭୋଜନ ଏବଂ ତାଜା ଝିଲିପି ଥଣ୍ଡା ହୋଇଯିବ। ତାହାର ଶରୀରର ଗରମ ମଧ୍ୟ ଥଣ୍ଡା ହୋଇଯିବ ଏବଂ ସବୁଦିନ ପାଇଁ ଥଣ୍ଡା ହୋଇ ସବୁଦିନ ପାଇଁ ସ୍ୱର୍ଗବାସୀ ହେବାର ଦେଖାଯିବ। ଯୋଗ ବିଷୟରେ ଯେଉଁମାନେ ଅପରିଚିତ ସେମାନେ ଏପରି ଧାରଣା କରନ୍ତି। କହନ୍ତି ଯେ ଯୋଗୀ ଯାହାକୁ ଛୁଇଁଦେବ ତାହା ସୁନା ହୋଇଯିବ। ଯଦି ଏପରି ହୁଏ ତ ଯୋଗୀ ପରି ଦୁଃଖୀ ସଂସାରରେ କେହି ହେବ ନାହିଁ। ତାହାର ଭୋଜନ ତାହାର ଶରୀର ସ୍ପର୍ଶରେ ସବୁ ସୁନା ହୋଇଯିବ। ତାହାର ପିଇବା ପାଣି ଓଠରେ ସ୍ପର୍ଶରେ ସୁନା ହୋଇଯିବ। ଏପରିକି ତାହାର ସ୍ପର୍ଶରେ ତାହାର ନିଜ ଶରୀର ମଧ୍ୟ ଜଡ଼ ସୁନା ହୋଇଯିବ ଏବଂ ସେ ସଙ୍କୁଚିତ ହୋଇ ମରିଯିବ। କହନ୍ତି ଯେ ଯୋଗୀମାନେ ବର୍ଷ ବର୍ଷ ଧରି ନ ଖାଇ ନ ପିଇ ରହିପାରନ୍ତି। ତାଙ୍କୁ ଭୋକ ହଇରାଣ କରେ ନାହିଁ ବା ଭୋକ ଲାଗେ ନାହିଁ। ଭୋକ ଲାଗିଲେ ବି ଯୋଗୀ ଭୋକର ଅନୁଭବ କରେ ନାହିଁ। ଭୋକ ଲାଗିବା ପାଇଁ ଲୋକେ କେତେ ଯତ୍ନ କରନ୍ତି। ବିନା ଭୋକରେ କେହି କୌଣସି ବସ୍ତୁର ସ୍ୱାଦ ପାଇବ ନାହିଁ। ଏପରି ଯୋଗୀ କେତେ ବଡ଼ ମୂର୍ଖ, ଦରିଦ୍ର ଏବଂ ଅଭାଗା ହେବ ଯେ ଭୋକ ନ ଲାଗିବା ପାଇଁ ସାଧନ କରିବ। ମୁନି ସମାଜର ଯୋଗୀ ପାଗଳ ମଧ୍ୟ ହୁଏ ନାହିଁ। ମୁନି ସମାଜର ଯୋଗୀ ଘର ଛାଡ଼ି ଗୁମ୍ଫାରେ ରହନ୍ତି ନାହିଁ। କହନ୍ତି ଯେ କିଛି ଯୋଗୀ ଲେଙ୍ଗୁଟି ପିନ୍ଧି ଆଉ କେହି 50 ବର୍ଷ ଧରି ଲଙ୍ଗଳା ହୋଇ ଗୋଟିଏ ସ୍ଥାନରେ ବସି ରହନ୍ତି ଏବଂ ସଂସାରରେ ରହି ମଧ୍ୟ ସଂସାର ବିଷୟରେ ଭାବନ୍ତି ନାହିଁ। ସେମାନେ କୁଆଡ଼େ ଯାଆନ୍ତି ନା ଆସନ୍ତି ଆଉ ନା ମୁହଁରେ କିଛି କହନ୍ତି। ମୌନୀ ବାବା କେବଳ ଈଶ୍ୱରଙ୍କୁ ପ୍ରସନ୍ନ କରିବା ପାଇଁ ଈଶ୍ୱରଙ୍କୁ ଧ୍ୟାନ କରୁଥାନ୍ତି। ଏମାନଙ୍କର ଈଶ୍ୱର ମଧ୍ୟ ଏତେ ମୂର୍ଖ ଯେ ତାହାକୁ କଥା କୁହାଇବାକୁ ଚାହାନ୍ତି ନାହିଁ। ଯଦି ବା ତାହାକୁ କହିବାର ଶକ୍ତି ଦେଇ ପଠାଇଛନ୍ତି, ଯଦି ନ କହିବା ଦ୍ୱାରା ତାହାର ଭଲ ହୁଅନ୍ତା, ତେବେ ମୌନୀ ବାବାକୁ ମତବାଦୀ ଈଶ୍ୱର କାହିଁକି ମୁକ କଲେ ନାହିଁ? ଯଦ୍ୟପି ମୁନି ସମାଜ ମତବାଦୀ ଈଶ୍ୱରକୁ ମାନୁନାହିଁ, ମାତ୍ର ଯେଉଁମାନେ ମାନନ୍ତି ସେମାନଙ୍କୁ ମୁନି ସମାଜ ପଚାରୁଛି ଯେ ଯଦି ମୌନ ରହିବା ସାଧୁମାନଙ୍କ ପାଇଁ ଶ୍ରେୟ ହୋଇଥାନ୍ତା, ତେବେ ସବୁ ସାଧୁ ମୂକ ହୋଇ ଜନ୍ମଲାଭ କରିଥାନ୍ତେ ଏବଂ କଥା କହିବାର ଇନ୍ଦ୍ରିୟ ସେମାନଙ୍କୁ ମିଳିନଥାନ୍ତା। ମୁଁ ପଚାରୁଛି ଯେ ଆପଣଙ୍କର ଆଦର୍ଶ ପୁରୁଷ କାହିଁକି କଥା କହୁଥିଲେ? ଯଦି ମୌନ ରହିବା ଉତ୍ତମ ହୋଇଥାନ୍ତା ତ ସେ ମଧ୍ୟ ମୌନ ରହିବାର ଆଦର୍ଶ ଉପସ୍ଥିତ କରିଥାନ୍ତେ। ଆପଣଙ୍କର ଅବତାରୀ ପୁରୁଷ କାହିଁକି କଥା କହୁଥିଲେ ଆଉ ସେ କାହିଁକି ମୌନ ରହିନଥିଲେ? ଯଦି ସବୁ ଲୋକ କାମ ଛାଡ଼ି ଲେଙ୍ଗୁଟି ପିନ୍ଧି ଭିକ ମାଗିବା ହିଁ ଉତ୍ତମ କର୍ମ ବୋଲି ଭାବିବେ ଏବଂ ସବୁ ଭିକ ମାଗିବାକୁ ଲାଗିବେ ତ ଏମାନଙ୍କୁ କିଏ ଭିକ ଦେବ? ରାମ ଏବଂ କୃଷ୍ଣ କାହିଁକି ଭିକ ମାଗୁନଥିଲେ? କାହିଁକି ମୌନ ରହୁନଥିଲେ? ଯେ ସାଧାରଣ ରୀତିରେ ଜଣେ ଭଲ ଗୃହସ୍ଥ ହୋଇପାରିବ ନାହିଁ, ସେ କି ଯୋଗୀ ହେବ? ତାହାର ସମସ୍ତ ଜ୍ଞାନ ଥୁଣ୍ଟା। ଏସବୁ ଏକ ପ୍ରକାରର ପାଗଳାମି। ଆପଣ ନିଜର ଶାନ୍ତି ପାଇଁ ଯଦି ଧ୍ୟାନ କରୁଥାନ୍ତି, ତେବେ ତାହା ଠିକ୍। ମାତ୍ର ଆପଣଙ୍କ ଧ୍ୟାନରେ ମତବାଦୀ ଈଶ୍ୱର କାହିଁକି ପ୍ରସନ୍ନ ହେବେ? ଯାହାର ସେବକ ଆପଣ କ'ଣ ଆପଣଙ୍କ କ୍ଲାର୍କ, ଆପଣଙ୍କ ଚାକିରିଆ, ପୂଜାରୀ, ମ୍ୟାନେଜର ଆପଣଙ୍କ କାମ ନ କରି କେବଳ ଆପଣଙ୍କ ଧ୍ୟାନ କଲେ ଆପଣ ପ୍ରସନ୍ନ ହେବେ? କ'ଣ ଆପଣଙ୍କର ସେବକ ବସି ବସି କେବଳ ଆପଣଙ୍କ ନାମ ଜପ କଲେ ଆପଣ ପ୍ରସନ୍ନ ହେବେ? କ'ଣ ଆପଣଙ୍କର ଚାକର ଆପଣଙ୍କର ନାମ ନେଇ ନେଇ ତାଳି ବଜାଇ ପାଗଳଙ୍କ ପରି ନାଚକୁଦ କଲେ ଆପଣ ପ୍ରସନ୍ନ ହେବେ? ଯଦି ନୁହେଁ, ତାହେଲେ ଆପଣ ଈଶ୍ୱରଙ୍କୁ କାହିଁକି ଏତେ ମୂର୍ଖ ବୋଲି ଭାବୁଛନ୍ତି? ମୁନି ସମାଜର ଯୋଗୀ ପାଗଳ ହୁଏ ନାହିଁ ବା ଘର ଛାଡ଼ି ଗୁମ୍ଫାରେ ରହେ ନାହିଁ। ଯୋଗୀ ଜଣେ ବିଚିତ୍ର ମନୁଷ୍ୟ ହୋଇଯାଇ ନାହିଁ।
ମୁନି ସମାଜର ଯୋଗ ଆପଣଙ୍କୁ ପ୍ରକୃତ ଗୃହସ୍ଥ କରିପାରିବ। ଏ ମୁନି ସମାଜ ଦ୍ୱାରା ଆପଣ ଜଣେ ଭଲ ପରିଶ୍ରମୀ ଏବଂ ବୁଦ୍ଧିମାନ କୃଷକ ହେବେ। ଏ ଯୋଗ ଦ୍ୱାରା ଆପଣ ଜଣେ ଭଲ ବେପାରୀ, କୁଶଳ ଏବଂ ସଫଳ ବେପାରୀ ହେବେ। ଏ ଯୋଗ ଦ୍ୱାରା ଆପଣ ଜଣେ ଭଲ ପ୍ରଫେସର ଏବଂ ଶିକ୍ଷକ ହୋଇପାରିବେ। ଏ ଯୋଗ ଦ୍ୱାରା ଆପଣ ଜଣେ ଭଲ ରାଜା ଆଉ ଜଣେ ଭଲ ମ୍ୟାନେଜର ହୋଇପାରିବେ। ମୁନି ସମାଜର ଯୋଗ ଆପଣଙ୍କୁ ଗୋଟିଏ ବିଚିତ୍ର ପୁରୁଷ କରି ପ୍ରଦର୍ଶନୀରେ ଛିନ୍ନା ହେବାର ଯୋଗ୍ୟ ନ କରାଇ ଜଣେ ସଫଳ ଏବଂ ପ୍ରକୃତ ଗୃହସ୍ଥ କରି ଗଢ଼ି ତୋଳିବ, ଯାହାଦ୍ୱାରା ଆପଣ ପ୍ରକୃତ ସୁଖ, ଶାନ୍ତି ଏବଂ ଆନନ୍ଦ ପାଇପାରିବେ। ମୁନି ସମାଜ ମନୁଷ୍ୟକୁ କେବଳ ଦେଶ ସଂସ୍କାରକ କରାଇ ନାହିଁ। ମୁନି ସମାଜ କହେ ଯେ ପ୍ରଥମେ ନିଜକୁ ଠିକ୍ କରି ନିଅନ୍ତୁ, ପରେ ଦେଶକୁ ଠିକ୍ କରିବା ପାଇଁ ବାହାରକୁ ବାହାରିବେ। ଏବେ ଭାରତବର୍ଷରେ ଲକ୍ଷ ଲକ୍ଷ ଦେଶ ସଂସ୍କାରକ ହୋଇଯାଇଛନ୍ତି, ତେବେ ମଧ୍ୟ ଦେଶର ଦଶା ଶୋଚନୀୟ। ଲକ୍ଷ ଲକ୍ଷ ଦେଶ ସଂସ୍କାରକ ଯଦି ନିଜ ନିଜକୁ ଠିକ୍ କରି ନେଇଥାନ୍ତେ ତ ଦେଶ ଧାର ଏବଂ ଦେଶ ଠିକ୍ ହୋଇଯାଇଥାନ୍ତା। ସ୍ୱୟଂ ଏମାନେ ଜାଣନ୍ତି ନାହିଁ ଯେ ମୁଁ କିଏ, ଆତ୍ମା କି ବସ୍ତୁ, ଆତ୍ମବଳ କେତେ ବଡ଼ ବସ୍ତୁ। ମାତ୍ର ଦେଶକୁ ଠିକ୍ କରିବା ପାଇଁ ବାହାରି ପଡ଼ିଲେ ସ୍ୱୟଂ ରୋଗୀ, ନିର୍ବଳ, ଗାଲ ପଶିଯାଇଛି, ଆଖିରେ ତେଜ ନାହିଁ, ପେଟ ଖରାପ, ମଥା ଠିକ୍ କାମ କରୁନାହିଁ, ଆଉ ମନ ଏବଂ ଦେହ ଉଭୟ ବିକାରରେ ପୂର୍ଣ୍ଣ। ମାତ୍ର ଦେଶକୁ ଠିକ୍ କରିବା ପାଇଁ ବହୁତ ଲମ୍ବା ଚଉଡ଼ା ବ୍ୟାଖ୍ୟାନ ଦେବା ସମୟରେ ଟେବୁଲ ଉପରେ ହାତ କଚାଡ଼ି ଦୁନିଆକୁ ହଲାଇ ଦେବାକୁ ଚାହାନ୍ତି, କିନ୍ତୁ ସ୍ୱୟଂ କିଛି କରନ୍ତି ନାହିଁ ଏବଂ କିଛି ମଧ୍ୟ ନୁହନ୍ତି। ବାହାରେ ଏବଂ ଭିତରେ ସବୁ ଖାଲି ପଡ଼ିଛି। ଏହାର ଫଳ ଏପରି ହେଉଛି ଯେ ଏପରି ବ୍ୟାଖ୍ୟାନ ଶୁଣି ଲୋକେ କେବଳ ଏପରି ବ୍ୟାଖ୍ୟାନ ଦେବା ପାଇଁ ହିଁ ଶିକ୍ଷା ଲାଭ କରିନିଅନ୍ତି। ବ୍ୟାଖ୍ୟାନ ଦେବା ସମସ୍ତେ ଜାଣନ୍ତି, ମାତ୍ର କିଛି କରି ଧରି ପାରନ୍ତି ନାହିଁ। ମୁନି ସମାଜ ଆପଣଙ୍କୁ କେବଳ ବ୍ୟାଖ୍ୟାନଦାତା ରୂପେ ତିଆରି କରିବାକୁ ଚାହେଁ ନାହିଁ। ମୁନି ସମାଜର ଉପଦେଶ ଏଇଆ ଯେ ଯଦି କେବଳ ବକ୍ତା ଏବଂ ଭଡ଼ଭଡ଼ିଆ ହେବାକୁ ଥାଏ, ତେବେ ମୁନି ସମାଜର ସଦସ୍ୟ ହେବାର ଆବଶ୍ୟକତା ନାହିଁ। ମୁନି ସମାଜର ଇଚ୍ଛା ଯେ ଯଦି ଆପଣଙ୍କୁ ସାଧନ ଶିକ୍ଷା କରିବାର ଅଛି, ଯଦି ସାଧନ ଶିକ୍ଷା କରି ସାଧନ କରିବାର ଥାଏ, ତେବେ ଆପଣ ମୁନି ସମାଜକୁ ଆସନ୍ତୁ। ନହେଲେ ବର୍ତ୍ତମାନ ମୁନି ସମାଜର ପୁସ୍ତକ ପଢ଼ି ଆପଣଙ୍କ ମନକୁ ଏପରି ଯଜ୍ଞ କରନ୍ତୁ। ମୁନି ସମାଜର ପୁସ୍ତକ ଗୁଡ଼ିକୁ ଆପଣ ସଦସ୍ୟ ହେବା ପରେ ମଧ୍ୟ, ସାଧନ ଆରମ୍ଭ କରିବା ପରେ ମଧ୍ୟ ସର୍ବଦା ଜୀବନ ସାରା ପଢ଼ିବାକୁ ହେବ। କେବଳ ପଢ଼ିବାକୁ ନୁହେଁ, ପ୍ରତ୍ୟେକ ଦିନ ମନନ ଚିନ୍ତନ କରିବାକୁ ହେବ। ଏ ପୁସ୍ତକ ଗୁଡ଼ିକରେ କାଳ୍ପନିକ ଈଶ୍ୱର, କାଳ୍ପନିକ ସ୍ୱର୍ଗ, କାଳ୍ପନିକ ନର୍କ, କାଳ୍ପନିକ ବିଜ୍ଞାନ ଏବଂ କାଳ୍ପନିକ କଥା ଗୁଡ଼ିକର ବର୍ଣ୍ଣନା ଆଦୌ ନାହିଁ, ଯାହା ଆପଣ ଅନ୍ୟ ସବୁ ଗ୍ରନ୍ଥରେ ଦେଖିବାକୁ ପାଆନ୍ତି। ମାତ୍ର ମୁନି ସମାଜର ଏ ପୁସ୍ତକ ଗୁଡ଼ିକରେ ପ୍ରକୃତ ସାଧନ କଥା ରହିଛି, ଶୁଦ୍ଧ ଯୋଗର କଥା ଅଛି, ପ୍ରକୃତ ସମାଧି ଲଗାଇବାର କଥା ଏବଂ ଆପଣଙ୍କ ଭିତରେ ଥିବା ପ୍ରକୃତ ଭଣ୍ଡାରର ଠିକଣା ଦିଆଯାଇଛି। ଏ ଗ୍ରନ୍ଥ ଗୁଡ଼ିକରେ ଏପରି ସବୁ କଥା କହି ଦିଆଯାଇଛି ଯଦ୍ୱାରା ଆପଣ ଜଣେ ପ୍ରକୃତ ସାଧକ, ଯୋଗୀ ମନୁଷ୍ୟ ଏବଂ ଜଣେ ସ୍ୱତନ୍ତ୍ର, ମୁକ୍ତ, ନିରୋଗ, ବଳବାନ ପୁରୁଷରେ ପରିଣତ ହୋଇପାରିବେ। ସବୁବେଳେ ନୁହେଁ, ମାତ୍ର ଯେତେବେଳେ ମୁନି ସମାଜର ଗ୍ରନ୍ଥକୁ ପଢ଼ୁଛନ୍ତି, ସେତେବେଳେ ପବିତ୍ର ହୋଇ ଚିତ୍ତକୁ ଏକାଗ୍ର କରି ପଢ଼ିବା ଉଚିତ। ଘଣ୍ଟେ, ଅଧଘଣ୍ଟା ବା 15 ମିନିଟ୍ ହେଉ ନିତ୍ୟ ଏ ଗ୍ରନ୍ଥକୁ ପାଠ, ସ୍ୱାଧ୍ୟାୟ ଏବଂ ମନନ କରିବା ଉଚିତ। ଦିନକରେ ସବୁ ଗ୍ରନ୍ଥର ପାଠ କରିବାର ଆବଶ୍ୟକତା ନାହିଁ। ଗୋଟିଏ ଗ୍ରନ୍ଥ ଧରନ୍ତୁ, 10-15 ଦିନରେ କିଛି କିଛି ପଢ଼ି ସମାପ୍ତ କରନ୍ତୁ। ପୁଣି 10-15 ଦିନରେ ଅନ୍ୟ ଗ୍ରନ୍ଥକୁ ସ୍ୱାଧ୍ୟାୟ ଆରମ୍ଭ କରିଦିଅନ୍ତୁ। ଏହିପରି ଯଦି ସ୍ୱାଧ୍ୟାୟ, ସାଧନ ଏବଂ ସତ୍ସଙ୍ଗ କିଛି କିଛି ପ୍ରତିଦିନ ହେଲେ ଭଲ। ଏସବୁ କଥାରେ ଆପଣଙ୍କର 3-4 ଘଣ୍ଟାରୁ ଅଧିକ ସମୟ ଲାଗିବ ନାହିଁ। ବାକି 20 ଘଣ୍ଟାରେ ଆପଣ ନିଜ କାମ କରନ୍ତୁ, ଖେଳନ୍ତୁ, ନାଚନ୍ତୁ, ହସନ୍ତୁ, ହସାନ୍ତୁ, ଆରାମ କରନ୍ତୁ, ସତ୍ସଙ୍ଗ କରନ୍ତୁ। ସପ୍ରେମ ଜୟ ଜୀବ।